नॉन स्टॉप होकर दी ढीला करिए तापर तमर एला सुत्रा ढीला करिए हाथ को ढीला करिए टाउन दे ढीला करिए पूजी काम दो जो मोह काम दो तो बढिया लागुची ना मोर जो काम ने कोन भांगी दिबो तार एई पासपोर्ट आछे चल मोडी आमर खैरा फतेपुर आज्ञा आज्ञा प्रथम थर आसलु खैरा प्रधान बेपार भल हो आज्ञा माँ आशीर्वाद आउ खैरा प्रधान लुगा दुकान पाखे मो दुकान आज्ञा मंचूरियन लंका चप बड़ा पाव ये भाई मैंने कमिटी भाई कहले आसतु आउ फास्ट थर पर देखिए आम तो अड़ा जाऊँ फास्ट थर पर आसलु जहाँ भल लगे कमिटी बहुत भल लगुच आज्ञा बहुत भल लगुच आज्ञा परिवेश दीर्घ चलो आगू को ये माँ को आशीर्वाद लगी था आम बिजनेस कर समस्त आसी था भक्त लोक जहाँ प्रथम थर हूँ छाड़बार ना रिव्यू गाँ छुआ तो कौन कह राजेश पृष्टि प्रथम थर बागुआर मीना बजार हो दी दिन केमी लगुच बढ़िया लगुच बेपार भी होची समस्त लोक बाक गहली रही भल लगुच बेपार भी चलती आगु को काली बजार को मेला को जाती ना दुर्गा पूजा मेला जाती बागुआ प्रथम थर बहुत खुशी लगुच निज गाँ हेले भी बहुत खुशी लगुच गहली अच्छी लोक गहली अच्छी समस्ते आसुच्चंदी चिन्हा जना बेपार गुपचुप बारमजा झालमुड़ी मसला मुड़ी दहीपुरी आज्ञा धन्यवाद किशोर कुमार मल्लिक जाजपुर टाउन बहुत बढ़िया लगुच बेपार डाउन लगुच काली देखिए आज्ञा आशा तो अच्छी आशा अच्छी आशा अच्छी देखा जाओ कौन हो लोक भी धीरे धीरे लगिले भिड़ लगिले आगु कौन देखा आगामी स्टेज देखा आ
ବାଘୁଆ ସାର୍ବଜନୀନ କାଳୀ ପୂଜା ମହୋତ୍ସବର ଆଜି ଦ୍ୱିତୀୟ ରାତ୍ର ଆପଣମାନେ ବହୁ ସଂଖ୍ୟାରେ ଏଠାରେ ଉପସ୍ଥିତ ଥିବାରୁ ଆମ କମିଟି ତରଫରୁ ଆପଣମାନଙ୍କୁ ଫଟା ଭଲ ଆମେ ପ୍ରତି ମୁହୂର୍ତ୍ତରେ ଏ ମେଳା ମହୋତ୍ସବର ଆପଣମାନଙ୍କ ଠାରୁ ଏବଂ ବୁଦ୍ଧିଜୀବୀମାନଙ୍କ ଠାରୁ ସଦା ଥର ପାଇଁ ଏଥର ଗୋଟେ ବଡ଼ ପଦକ୍ଷେପ ନେଲେ କେମିତି କ'ଣ ଥିଲା ଟିକେ କହିବେ। ପଦକ୍ଷେପ ନେବା ପୂର୍ବରୁ ଆମେ ହତୋତ୍ସାହ ହୋଇପଡ଼ିଥିଲୁ କାରଣ ମେଳା ପାଇଁ ଆମର ଯାହା ଦେଖିଥିଲୁ କେବେ ତାକୁ ଅର୍ଗାନାଇଜ୍ କରିନଥିଲୁ। ଯାହା ହଉ ଅନ୍ୟମାନଙ୍କ ଠାରୁ କିଛିଟା ଅଭିଜ୍ଞତା ସଂଗ୍ରହ କରି ଏ ମେଳାକୁ ଆଜି ଏହି ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସକ୍ଷମ ହୋଇଛୁ। କେତେ ଦୂର ଆମେ କୃତକାର୍ଯ୍ୟ ହେଉଛୁ ତାହା ଏଠାକାର ଦର୍ଶକମାନେ ହିଁ କହିବେ, ଏଠାକାର କ୍ରେତା ବିକ୍ରେତାମାନେ କହିବେ। ତଥାପି ଆମେ ଏ ଅଞ୍ଚଳର ଯୁବଗୋଷ୍ଠୀଙ୍କର ସମୂହ ପ୍ରଚେଷ୍ଟାରେ ଆଜିର ଏ ମେଳା ପ୍ରତିଷ୍ଠିତ ହୋଇପାରିଛି। ଆଗାମୀ ଦିନରେ ଭଲସେ ଆଗକୁ ଦୀର୍ଘାୟୁ ବୋଲି ଲାଗୁଛି ତ? ଦୀର୍ଘାୟୁ ଆମର ଚିନ୍ତାଧାରା ଏତିକି ବାଟ ପର୍ଯ୍ୟନ୍ତ ଆସିଛି। ଆମେ ଏ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ବିଭିନ୍ନ ପ୍ରକାର ବୈଠକ ମାଧ୍ୟମରେ ତାଙ୍କଠାରୁ ଉପଦେଶ ଗ୍ରହଣ କରୁଛୁ ଏବଂ ଆଗାମୀ ଦିନରେ ସେଇମାନଙ୍କ ଉପଦେଶକୁ ପାଥେୟ କରି ଏହାକୁ ଏହାର ପରିବୃଦ୍ଧି କରିବୁ, ଏହାର ପରିସୀମାକୁ ଆହୁରି ଅଧିକରୁ ଅଧିକ ବୃଦ୍ଧି କରିବୁ। ନଥିଲା ଆଜି ବାଘୁଆ ଭଳି ଗୋଟେ ଛୋଟ ଗାଁ ଯୋଉଟା ମଫସଲିଆ ଗାଁ ଆମେ କହୁଥିଲେ, ଆଜି ଏତେ ବଡ଼ ମେଳା ଆୟୋଜନ କରିଛି, କେମିତି କ'ଣ ଥିଲା ମୁଁ ପ୍ରଥମେ ଦର୍ଶକମାନଙ୍କୁ ସର୍ବଜନୀନ କାଳୀପୂଜା ମେଳା ଉତ୍ସବ ତରଫରୁ ସମସ୍ତଙ୍କୁ ଏ କାଳୀପୂଜା ଉତ୍ସବ ସମସ୍ତେ ଯେମିତି ଭଲ ଭାବରେ ଏନ୍ଜୟ କରନ୍ତୁ, ଏହା ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ରହିବ। ତାପରେ ମୁଁ କହୁଛି এই ପରିକଳ୍ପନା ଅନେକ ଦିନରୁ ଭାବି ଆସିଥିଲେ, ଅନେକ ଲୋକଙ୍କ ମନରେ ଥିଲା କିନ୍ତୁ ଇମ୍ପ୍ଲିମେଣ୍ଟ କେହି କରିନଥିଲେ। କିନ୍ତୁ ଆଜି ଏହା ଇମ୍ପ୍ଲିମେଣ୍ଟ ହେଇସାରିଛି ଆଉ ଆଗକୁ ମଧ୍ୟ ଏହା ହେବ। ଆଉ ଦୁର୍ଗା ମାଧବ ତ ମୁଁ କହିବି ଏଇଟା ଗୋଟେ ଟ୍ରାକ୍, ଏଇଟା କ୍ରିଏଟ୍ କରିଦେଲେ ମାନେ ଆମ ଯୁବପିଢ଼ି ଆମକୁ ଫଲୋ କରିକି ଚାଲିବେ, ବୁଝିପାରୁଛ ନା ନାହିଁ? ତ ଏଥିରେ କୌଣସି ବି ସନ୍ଦେହ ନାହିଁ ଟ୍ରାକ୍ଟା କେହି ଭାଙ୍ଗିବ, କାରଣ ପରିବାର ଅଛି ମାନେ ଯେକୌଣସି ପରିବାର ଭିତରେ ଆପଣମାନେ ଯଦି କ୍ୱେଶ୍ଚନ୍ କରିବେ, କିଏ କ୍ୱେଶ୍ଚନ୍ କରିବେ ଯେ ନା ଗୋଟେ ପରିବାର ଠିକ୍ ଭାବେ ଚାଲିବ କି ନାହିଁ? ନାଇଁ, ପରିବାର ଠିକ୍ ଭାବରେ ଚାଲିବ। ପରିବାର ଭିତରେ ଝଗଡ଼ା ବି ହେବ, ମନମାଳିନ ବି ହେବ, ମତାନ୍ତର ହେବ, ମନାନ୍ତର ହେବ, କିନ୍ତୁ ସେ ପରିବାର ସବୁଦିନ ପାଇଁ ଚାଲିବ, ବୁଝିପାରୁଛ ନା ନାହିଁ? ସେମିତି ହେଉଛି ଆମ ଅନୁଷ୍ଠାନ, ଆମ ଗାଁର ଅନୁଷ୍ଠାନ। ଏହା ଏକ ପରିବାର, ବାଘୁଆ ଗାଁ, ସମଗ୍ର ବାଘୁଆ ଗାଁ ଗୋଟେ ପରିବାର। ପରିବାର ମଧ୍ୟରେ କିଛି ବୁଦ୍ଧିଜୀବୀ ଅଛନ୍ତି, କିଛି କଳାକାର ଅଛନ୍ତି, ସେ ସମସ୍ତଙ୍କୁ ମିଶେଇ ମାନେ ଏଇ ଅନୁଷ୍ଠାନ ଆଜି ସଂଗଠିତ ହେଇଛି। ଅନେକ ପରିକଳ୍ପନା ହେଇଛି, ଯେମିତିକି ପ୍ରଥମେ ଆମେ ପ୍ରଥମ ପରିକଳ୍ପନାରେ ଆମେ ହାଟ ଗଲୁ, ସେକେଣ୍ଡ ଆମେ ଗାଁ ରାସ୍ତା ଗଲୁ, ତୃତୀୟରେ ଗୋଟେ ମହୋତ୍ସବ ଗଲୁ, ଚତୁର୍ଥ ପରିକଳ୍ପନା ବିଭିନ୍ନ ପ୍ରକାର ପରିକଳ୍ପନା ନେଇକି ଆମେ ଚାଲିଛୁ। ତେଣୁ ନିଶ୍ଚିତ ଭାବେ ଦୁର୍ଗା ଏହା ଆହୁରି ବି ଆଗକୁ ଯିବ। ଦୁର୍ଗା ଦେଖିବ ଆଗାମୀ ଦିନରେ ଏହା ଆହୁରି ବହୁତ ବଡ଼ ଆକାରରେ ହେବ, କାହିଁକି ନା ଗାଁର ଗୋଟେ ମେଳା ମାନେ ସମସ୍ତଙ୍କ ପାଇଁ କରାଯାଉଛି, ସମସ୍ତଙ୍କ ମନର ମିଳନ, ବୁଝିପାରୁଛ ନା ନାହିଁ? ଥ୍ୟାଙ୍କ ୟୁ।
ଯାତ୍ରା ପୂଜା ଏବେ ମେଳା ରାସ୍ତା କେମିତି କ'ଣ ରାସ୍ତା ଥିଲା ଯୁବପିଢ଼ି କ'ଣ କହିବେ ଯୁବପିଢ଼ି କ'ଣ କହିବେ ଯେ ଏତେ ବଡ଼ ପ୍ରୋଗ୍ରାମ ଆମେ କରୁଛନ୍ତି ତାପରେ କ'ଣ କହିବେ କ'ଣ କହିବି ଯେ ଆମ ଗାଁକୁ ଯେଉଁ ପ୍ରକାର ରାସ୍ତା ନଥିଲା ଯେଉଁ ପାଣି କାଦୁଅରେ ଯାଉଥିଲେ ବର୍ତ୍ତମାନ ସେଇ ବୟସ୍କ ଲୋକମାନଙ୍କ ଆନୁକୂଲ୍ୟରେ ଯେଉଁ ରାସ୍ତାଟି ହେଇଛି ବର୍ତ୍ତମାନ ସମସ୍ତେ ଯିବା ପାଇଁ ବହୁତ ସୁବିଧା କେଇ ପ୍ରକାର ସୁବିଧା ସେଇଟା କଳ୍ପନା ବାହାରେ। ତାପରେ ଏବେ ମେଳା କେବଳ ଯାତ୍ରା କରୁଥିଲେ 7 ଦିନ ଧରି ମେଳା କରୁଛନ୍ତି କେମିତି କ'ଣ ଲାଗୁଛି କହିବେ ଆରେ ବର୍ତ୍ତମାନ ତ ଆମ ଗାଁରେ ଉଠୁଛି ପଡ଼ୁଛି ଯାହା ସମାରୋହ ଚାଲିଛି ଲୋକ ସମାଗମ ସେମିତି ମଧ୍ୟ ଚାଲିଛି ଏମିତି ଭାବରେ ଏତେ ଖୁସି ଲାଗୁଛି ଏତେ ଆନନ୍ଦଦାୟକ ହେଉଛି ବର୍ତ୍ତମାନ ଗାଁ ଏକଦମ ପୁରା ପ୍ରଫୁଲ୍ଲିତ ଯେମିତି ଉତ୍ଫୁଲ୍ଲିତ ହୋଇ ପୁଷ୍ପ ଯେମିତି ବିକଶିତ ହୁଏ ସେମିତି ଲୋକମାନେ ସବୁ ଆତଜାତ ହେଉଛନ୍ତି ଏବଂ ପରିବେଶ ଭାରି ସୁନ୍ଦର ଲାଗୁଛି। ଯୁବପିଢ଼ି କ'ଣ ବାର୍ତ୍ତା ଦେବେ ଆରେ ଯୁବପିଢ଼ି ମାନେ ତ ସମସ୍ତେ ଯୁବପିଢ଼ି ମାନେ ଯେତେ ସବୁ ଆୟୋଜନ ହେଇଛି ଇଏ କେବଳ ସେଇମାନଙ୍କ ଦ୍ୱାରା ସମ୍ଭବ ହେଇଛି ସେମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଏବଂ ସେମାନଙ୍କ ପାଖରେ ମୁଁ ବି ଋଣୀ ମୋତେ ପ୍ରେସିଡେଣ୍ଟ କରିଛନ୍ତି ସତ କିନ୍ତୁ ମୁଁ କିଛି କରୁନି ମୋତେ କେବଳ ଆଖି ସାମ୍ନାରେ ବସେଇ ସେମାନେ ସମସ୍ତେ ଦାୟିତ୍ୱ ନେଇ ସବୁ ପ୍ରକାର ପଇସା ଆଦାୟ କରି ଯାହା ପ୍ରକାର ସହଯୋଗ କରି କରୁଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେତେ ଦେଲେ ବି ସର୍ଟ ପଡ଼ିବ କିନ୍ତୁ ମୁଁ କେବଳ ଗୋଟିଏ ପ୍ରାର୍ଥନା ମୋର ସମସ୍ତେ କେମିତି ଏକଜୁଟ ହୁଅନ୍ତୁ ତାଙ୍କର ମନ ସବୁଦିନ ପାଇଁ ଏମିତି ଏକତାବଦ୍ଧ ହୋଇ ରହୁ ଏଇ ଅନୁଷ୍ଠାନ ଏମିତି ଆଗକୁ ଆଗକୁ ଆହୁରି ଆଗେଇ ଚାଲୁ ସେଥିପାଇଁ ମୁଁ ମା କାଳୀଙ୍କ ନିକଟରେ ସବୁବେଳେ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଭଲ